ଆପଣ କେବେ ଭାବିଛନ୍ତି କି କେମିତି ଜଣେ ମାଛ ଧରୁଥିବା ବ୍ୟାଧ ନାମ ଜପ କରି କରି ସାଧୁ ହେଇଗଲେ? କେମିତି ଭୟାନକ ଝଡ଼ ମଧ୍ୟରେ ଡୁବୁଥିବା ନୌକା ଏକାଏକି ସୁରକ୍ଷିତ ଘାଟରେ ପହଞ୍ଚିଗଲା? ହଁ ବନ୍ଧୁଗଣ, ଏହା କେବଳ କାହାଣୀ ନୁହେଁ, ଏହା ହେଉଛି ନାମର ଜୀବନ୍ତ ପ୍ରମାଣ। ଆସନ୍ତୁ ଜାଣିବା କାହିଁକି ନାମ ଜପ କରିବା ଜରୁରୀ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଶେଷରେ ଜାଣିବେ ଏକ ଗୁପ୍ତ ଉପାୟ। ତେବେ ଆସନ୍ତୁ ମୋର ଗୁରୁଙ୍କୁ ସ୍ମରଣ କରି ଆରମ୍ଭ କରିବା ଏହି ସୁନ୍ଦର ଶିକ୍ଷଣୀୟ ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର, ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର, ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା' ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ସବୁଦିନେ ଏମିତି ଆତ୍ମିକ କଥା ଶୁଣିବା ପାଇଁ ଆମର ଏଇ ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଭଲ ଲାଗିଲେ ନିଜ ପ୍ରିୟଜନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ନଦିଆ ଜିଲ୍ଲା ଅନ୍ତର୍ଗତ ଯୋତପଡ଼ା ପୋଷ୍ଟ ଅଫିସର ଅଧୀନସ୍ଥ ବରଇଚାରା ଗ୍ରାମରେ ମୋର କନିଷ୍ଠ ଭ୍ରାତା ଡାକ୍ତର ରାଧାରମଣ ଜୋୟରଦାର ସେ ଠାକୁରଙ୍କର ଜଣେ ଅନନ୍ୟ ଭକ୍ତ। ଗ୍ରାମର ଜଣେ ପ୍ରଜା ଯିଏ ଧୀବର, ତାଙ୍କ ନାମ ହେଉଛି ଜାନକୀନାଥ ହାଲଦାର। ସେ ନ୍ୟୁମୋନିଆ ଦ୍ୱାରା ଆକ୍ରାନ୍ତ ହୋଇ ମୁର୍ମୂଷୁ ହୋଇପଡ଼ିବାରୁ ଏହି ରୋଗୀକୁ ସତ୍ୟ ନାମ ଦ୍ୱାରା ଆରୋଗ୍ୟ କରିବା ଅଭିପ୍ରାୟରେ ଉପଯୁକ୍ତ ଲୋକ ପଠାଇବା ପାଇଁ କୁଷ୍ଟିଆରେ ମୋ ନିକଟକୁ ଅନୁରୋଧ କରି ଜାନକୀ ହାଲଦାରର ଭାଇ ଖୋକାଙ୍କୁ ପତ୍ର ସହ ପଠାଇଲେ। ପରମାର୍ଥ ଭ୍ରାତା ଶ୍ରୀଯୁକ୍ତ ରାମକୃଷ୍ଣ ପରମାଣିକ ମହାଶୟଙ୍କୁ ମୁଁ କୁଷ୍ଟିଆରୁ ଯିବାକୁ କହିଲି। ସେ ଶ୍ରୀ ଶ୍ରୀ ଠାକୁରଙ୍କ ନିକଟରୁ ଅନୁମତି ନେବା ପାଇଁ ମୋ ସହିତ ଓକିଲ ଶ୍ରୀଯୁକ୍ତ ବାବୁ ତ୍ରୈଲୋକ୍ୟନାଥ ସେନ ମହାଶୟଙ୍କ ଘରକୁ ଯାଇ ଦେଖା କଲେ। ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣଙ୍କୁ ଆଦର କରି ତାଙ୍କ ପିଠିରେ ଦୁଇଟା ବିଧା ମାରି କହିଲେ, ସତୀଶ ଦା, ଯେତେବେଳେ କହିଛନ୍ତି ସେତେବେଳେ ମୋତେ ପଚାରିବାର ପ୍ରୟୋଜନ କ'ଣ? ଏଇକ୍ଷଣି ଚାଲିଯାଅ। ରାମକୃଷ୍ଣ ସନ୍ଧ୍ୟା ଗାଡ଼ିରେ ଯାଇ ସେଠାରେ ଉପସ୍ଥିତ ହୋଇ ଦେଖିଲେ ଯେ ରୋଗୀ ମୃତପ୍ରାୟ। ତାକୁ ଚରଣାମୃତ ଦେଇ ନିର୍ଦ୍ଦିଷ୍ଟ ପ୍ରଣାଳୀ କ୍ରମେ ସତ୍ୟନାମ ଶୁଣାଇବାକୁ ଲାଗିଲେ। ପ୍ରାୟ 8 ଘଣ୍ଟା ନାମ କରିବା ଫଳରେ ରୋଗୀର ସଂଜ୍ଞା ଫେରିଲା। ସେତେବେଳେ ରୋଗୀକୁ ନାମ ପ୍ରଦାନ କରାଗଲା। ସେ ନିଜେ ନାମ କରିବାକୁ ଲାଗିଲା। ରୋଗୀ 24 ଘଣ୍ଟା ମଧ୍ୟରେ ଆରୋଗ୍ୟ ଲାଭ କଲା। ଜାନକୀ ସୁସ୍ଥ ହେବା ପରେ ଯଥା ନିୟମରେ ନିରାମିଷ ଭୋଜନ କରୁଥାଏ ଏବଂ ସତ୍ୟନାମ ଜପ କରୁଥାଏ। ମତ୍ସ୍ୟ ଶିକାର ତାର ତ ଜାତିଗତ ବେଉସା, ତେଣୁ ସେ ଜାଲ ଦ୍ୱାରା ପୁଣି ମାଛ ଶିକାର କରିବାକୁ ଗଲା। ଜାଲରେ ମାଛ ଧରା ପଡ଼ିବାରୁ ସେ କାନ୍ଦିବାକୁ ଲାଗିଲା। ତାର ପଛ କଥା ସବୁ ମନେ ପଡ଼ିଗଲା। ସେ ଆଉ ମାଛ ଧରିପାରିଲା ନାହିଁ। ସେ ବର୍ତ୍ତମାନ ସେଇ ବ୍ୟବସାୟ ଛାଡ଼ି ତମାଖୁ ପତ୍ରର ବ୍ୟବସାୟ ଆରମ୍ଭ କରିଛି। ଆଉ ଦିନେ ସେ ଲୋକଙ୍କ ଅନୁରୋଧରେ ମାଛ ଧରିବାକୁ ଯାଇଥିଲା। ସେହି ସମୟରେ ଭୀଷଣ ଏକ କୃଷ୍ଣକାୟ ମୂର୍ତ୍ତି ଆସି ତାକୁ ଭୟ ଦେଖାଇ ମାଛ ଧରିବାକୁ ନିଷେଧ କଲେ। ଧନ୍ୟ ପ୍ରଭୁ
ତୁମର ସତନାମର ମହିମା ବ୍ୟାଧକୁ ସାଧୁ କରିଦେଲ। ଆଉ ଦିନକର ଘଟଣା, ମୋର ମଧ୍ୟମ ଭ୍ରାତା ସବ୍ ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର ଶ୍ରୀମାନ କ୍ଷୀରୋଦେଶ୍ୱର ଜୟୋରଦାର ନୌକାରେ ଥରେ ଶ୍ରୀ ଶ୍ରୀ ଠାକୁରବାଡ଼ି ଯାଉଥିଲେ। ଗଡ଼ାଇ ନଦୀ ଅତିକ୍ରମ କରି ପଦ୍ମା ନଦୀର ମୁହାଣ ନିକଟରେ ଉପସ୍ଥିତ ହେଲାବେଳେ ହଠାତ୍ ଏକ ଭୟାନକ ଝଡ଼ ଆରମ୍ଭ ହେଲା। ଦୁଇଟା ନଗିପୋତି ଓ ନଙ୍ଗର କରି ସେଇଠାରେ ନୌକା ରକ୍ଷା କରି ତାହା ଭିତରେ ଅବସ୍ଥାନ କଲେ। ହଠାତ୍ ଭୀଷଣ ତୋଫାନ ଦ୍ୱାରା ଆରୋହୀଙ୍କ ନୌକା ପ୍ରବଳ ବେଗରେ ଘୂର୍ଣ୍ଣାୟମାନ ହୋଇ ଭାସି ଚାଲିଗଲା। ରାତ୍ରିକାଳ ତ, ଭୀଷଣ ନଦୀର ସୁଅ, କାହାରି ଆଉ ପ୍ରାଣରେ ଆଶା ନାହିଁ ଯେ ସେ ବଞ୍ଚିବେ। ସେତେବେଳେ ଶ୍ରୀ ଶ୍ରୀ ଠାକୁରଙ୍କ ନାମକୁ ସ୍ମରଣ କରିବା, ତାଙ୍କ ପ୍ରଦତ୍ତ ସତ୍ୟ ନାମ ଅନବରତ ଚାଲିବାକୁ ଲାଗିଲା। ବହୁ ସମୟ ପରେ ହଠାତ୍ ନୌକା ଯେପରି ଏକ ସ୍ଥାନରେ ଟାପୁ ଉପରେ ଆସି ଲାଗିଲା। ନାଉରୀ ମାଝିମାନେ ନୌକା ମାଟିରେ ଲାଗିଛି ବୋଲି ଚିତ୍କାର କରି ଉଠିଲା। ଆରୋହୀମାନେ ସଙ୍ଗେ ସଙ୍ଗେ ନୌକାରୁ ଡେଆଁ ମାରି ତଳକୁ ଓହ୍ଲାଇ ପଡ଼ିଲେ। ସେମାନେ ଦେଖିବାକୁ ପାଇଲେ ଲୋକାଳୟ। ଘରେ ଆଲୁଅ ଜଳୁଛି ଏବଂ ଲୋକେ ଜାଗ୍ରତ ଅଛନ୍ତି। ରାତ୍ରି ନାହିଁ, ପ୍ରଭାତ ହୋଇଯାଇଛି। ଗୃହ ମଧ୍ୟରୁ ଶ୍ରୀ ଶ୍ରୀ ଠାକୁର ସୁମଧୁର ସ୍ୱରରେ ଡାକି କହିଲେ, ଆରେ କ୍ଷୀରୋଦ, ଆସ ଆସ। କ୍ଷୀରୋଦ ଅବାକ୍। ସେ ଦେଖିଲେ ନୌକା 7-8 ମାଇଲ ଦୂରରୁ ଆସି ତାଙ୍କର ଇପ୍ସିତ ଗନ୍ତବ୍ୟ ସ୍ଥାନ ଶ୍ରୀ ଶ୍ରୀ ଠାକୁରଙ୍କ ସତସଙ୍ଗ ବାଟିର ଘାଟରେ ଆସି ଉପସ୍ଥିତ। ଏଥର ଆପଣମାନେ ଜାଣନ୍ତୁ କାହିଁକି ନାମ ଜପ କରିବା ଜରୁରୀ। ବନ୍ଧୁଗଣ, ଏହା କି ଯାଦୁ? ନା, ଏହା ହେଉଛି ନାମ ଶକ୍ତିର ପ୍ରଭାବ। ନାମ କେବଳ ଶବ୍ଦ ନୁହେଁ। ଅନେକ ଭାବନ୍ତି ନାମ ଜପ କଲେ କ'ଣ ହେବ, କିନ୍ତୁ ସତ୍ୟ କଥା ହେଉଛି ନାମ କେବଳ ଶବ୍ଦ ନୁହେଁ, ନାମ ହେଉଛି ଚେତନାର ଶକ୍ତି। ଯେପରି ଅଗ୍ନିର ନାମ ନେଲେ ହାତ ଜଳେନି, କିନ୍ତୁ ଅଗ୍ନିକୁ ସ୍ପର୍ଶ କଲେ ଜଳିଯାଏ। ଠିକ୍ ସେହିପରି ଭଗବାନଙ୍କ ନାମ କେବଳ ଧ୍ୱନି ନୁହେଁ, ଏହା ହେଉଛି ତାଙ୍କର ଚେତନ ସ୍ୱରୂପ। ଯେବେ ଆମେ ଶ୍ରଦ୍ଧାରେ ନାମ ଜପ କରୁ, ଆମର ମନ ଶୁଦ୍ଧ ହୁଏ, ଭୟ କମେ, କର୍ମ ସୁଧୁରିଯାଏ। ଝଡ଼ ମଧ୍ୟରେ ନାମ କିପରି ରକ୍ଷା କଲା ଶୁଣନ୍ତୁ। ଭୟାନକ ଝଡ଼ ହେଲା। ନଦୀ ମଧ୍ୟରେ ନୌକାଟି, ଚାରିଦିଗରେ ଅନ୍ଧକାର ପ୍ରାୟ। ଜୀବନରେ ତ କୌଣସି ଆଶା ହିଁ ନଥିଲା। ସେତେବେଳେ କ'ଣ ହେଲା ଜାଣନ୍ତି? ନାମ ଜପର ଆରମ୍ଭ ହେଲା। ସତ୍ୟ ନାମ ଜପ ନଷ୍ଟପ ଚାଲିଲା ଏବଂ କିଛି ସମୟ ପରେ ଦେଖାଗଲା ନୌକା ସୁରକ୍ଷିତ ଘାଟରେ ପହଞ୍ଚିଗଲା। କିପରି? ଆପଣମାନେ ଚିନ୍ତା କରି ଦେଖନ୍ତୁ। ଯେଉଁଠାରେ ମନୁଷ୍ୟର ଶକ୍ତି ଶେଷ ହୋଇଯାଏ, ସେଠାରେ ସେଇ ପରମ ପିତା ପରମ ବ୍ରହ୍ମଙ୍କର ନାମର ଶକ୍ତି ଆରମ୍ଭ ହୁଏ। ନାମର ସବୁଠୁ ବଡ଼ ରହସ୍ୟ କ'ଣ ଜାଣନ୍ତି? ନାମ ବାହାର ପରିସ୍ଥିତିକୁ ମାତ୍ର ବଦଳାଇ ତା ନୁହେଁ, ନାମ ଆମକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଆମ ଭିତରେ ସେହି ଶକ୍ତି ଜାଗ୍ରତ କରାଇ ଦିଏ ଯାହା ଆମେ କେବେ କଳ୍ପନାରେ ବି ଭାବିନଥିବା। ଜାନକୀନାଥ ହାଲଦାର, ସେ ଥିଲେ ମାଛ ଧରୁଥିବା ବ୍ୟକ୍ତି ଜଣେ, କିନ୍ତୁ ନାମ ଜପ କରିବା ପରେ ଜାଲରେ ମାଛ ପଡ଼ିଲେ ସେ କାନ୍ଦି ଉଠିଲେ। କାହିଁକି? କାରଣ ତାଙ୍କର ହୃଦୟ ତରଳିଗଲା। ଜୀବର ସେଇ ଆକୁଳ ଚିତ୍କାର ତାଙ୍କର ହୃଦୟକୁ ବିଗଳିତ କରିଦେଲା, ଯାହା ଫଳରେ ହୃଦୟ ବଦଳି ଯାଇଥିଲା। ଏହି ଜିନିଷଟି ସମସ୍ତଙ୍କ ହୃଦୟରେ ଅନୁଭବ ହୋଇପାରେ ନାହିଁ। ଯେ ଠିକ୍ ଠିକ୍ ନାମ ଜପ କରେ, ସେ ଅନ୍ୟର ପ୍ରାଣର ବେଦନାକୁ ଅତି ସହଜରେ ବୁଝିପାରେ। ନାମ ତାଙ୍କୁ ନୂତନ ଚେତନା ଦେଇଥାଏ।
ଆଉ ତାଙ୍କର ସେଇ ବ୍ୟବସାୟକୁ ସେ ବଦଳାଇ ଦେଲେ, ଜୀବନ ବଦଳାଇ ଦେଲେ। ଏହା ହେଉଛି ନାମର ସେହି ମହିମା। ଆର୍ଥିକ ସମସ୍ୟାରେ ଚିନ୍ତିତ, ମନରେ ଶାନ୍ତି ନାହିଁ, କିନ୍ତୁ ଆମେ କେତେଥର ନାମ ନେଉଛୁ। ନାମ ହେଉଛି ସେଇ ଆତ୍ମାର ଖୋରାକ। ଯେପରି ଶରୀରକୁ ଭୋଜନ ଦରକାର, ସେହିପରି ଆତ୍ମାକୁ ନାମ ଦରକାର। ନାମ ଛାଡ଼ି ମନ ଅଶାନ୍ତ ହେବା ସ୍ୱାଭାବିକ। ନାମ ଜପ କରିଲେ କ'ଣ ହୁଏ ଜାଣନ୍ତି? ଭୟ କମିଯାଏ, ଶତ୍ରୁତା ଦୂରେଇ ଯାଏ, ମନ ଶାନ୍ତ ହୁଏ, ନକାରାତ୍ମକ ଯେତେ ଚିନ୍ତା ସବୁ ହ୍ରାସ ପାଏ, ଭଲ କର୍ମରେ ଆଗ୍ରହ ବଢ଼େ, ଜୀବନରେ ଦିଗ୍ଦର୍ଶନ ମିଳେ। ସେଇ ନାମ ହେଉଛି ଆନ୍ତରିକ ଆଲୋକ। ପ୍ରଶ୍ନ ହେଉଛି, ଆମେ କି ନାମକୁ କେବଳ ଆପତ୍କାଳୀନ ଔଷଧ ଭାବୁଛୁ କି? ନା, ନାମ ହେଉଛି ଜୀବନର ସେଇ ସତ୍ୟ ଚରମ ସାଥୀ। ଯେଉଁ ମଣିଷ ନାମକୁ ଧରିଥାଏ, ସେ କେବେ ଏକା ନୁହେଁ, ପରମ ପିତା ତା ସାଥିରେ ଅଛନ୍ତି। ଯେଉଁଠାରେ ନାମ ଅଛି, ସେଠାରେ ଭୟ କେଉଁଠୁ ଆସିବ? ଭୟ ନାହିଁ, ସେଠାରେ ଅନ୍ଧକାର ନାହିଁ, ସେଠାରେ ପ୍ରଭୁଙ୍କ ସାନ୍ନିଧ୍ୟ ଅଛି। ଧନ୍ୟ ସେଇ ତୁମ ନାମ, ଧନ୍ୟ ସେଇ ଆମର ଭକ୍ତି। ହଁ ବନ୍ଧୁଗଣ, ଆଜିର ଏହି ଶିକ୍ଷଣୀୟ ସୁନ୍ଦର ବିଷୟବସ୍ତୁଟି ଆମ ଭିତରେ ସେଇ ନାମ ଜପର ଶକ୍ତିକୁ ଆହୁରି ଦ୍ୱିଗୁଣିତ କରିପାରିବ। ନିଶ୍ଚୟ ଏହା ଅନୁଭବ କରି ଦେଖନ୍ତୁ। ଯେତିକି ସମୟ ଆପଣ ନାମ ଧ୍ୟାନରେ ସମୟ ଦେଉଛନ୍ତି, ତାକୁ ଧୀରେ ଧୀରେ ବଢ଼ାଇ ଦେଖନ୍ତୁ। ଜୀବନ କିପରି ଉନ୍ନତି, କିପରି ଶକ୍ତିମୟ, କିପରି ଭାବମୟ ହୋଇ ଉଠୁଛି। ଆଜିର ଏହି ଶିକ୍ଷଣୀୟ ବିଷୟବସ୍ତୁଟି ଆପଣମାନଙ୍କୁ ଟିକିଏ ଭଲ ଲାଗିଥିଲେ ଆମର ଏହି ଭିଡ଼ିଓକୁ ଲାଇକ୍ଟିଏ କରନ୍ତୁ। କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ। ଯେଉଁ ସହୃଦୟ ଭାଇ ଓ ମା' ମାନେ ଆମର ଏହି ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାନ୍ତୁ, ତାକି ଠିକ୍ ଏହି ସମୟରେ କାଲି ଆଉ ଏକ ସୁନ୍ଦର ଶିକ୍ଷଣୀୟ ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।